नमस्कार दोस्त आपण जे स्कूल को स्वागत। आज आम पढ़ा 10th क्लास वृत्त वृत्त विषय वृत्तर ज्या केंद्रबिंदु व्यास व्यासार्ध से संबंध भी आम आलोचना करवा। तो आम प्रथम जाना वृत्त क्या कहुए। जदि यहाँ गोटे समतल है ये समतल यहाँ हूँ गोटे आम दत्तबिंदु नवा यहाँ गोटे दत्तबिंदु ना ये दत्तबिंदु ठारू समान दूरतार अवस्थित उक्त बिंदु मानकर समाहार बा सेट को वृत्त कहुए। ये दत्तबिंदु ठारू समान दूरता से समान दूरतार अवस्थित समस्त बिंदु मानकर सेट को वृत्त कहुए। यहाँ यहाँ भी जदि यहाँ 3 सेमी है ताल भी यहीटा के 3 सेमी। तो यहाँ भी आम अंकन कर 3 सेमी। तो ये उक्त दत्तबिंदु ठारू जदि समान दूरतार अवस्थित बिंदु मानकर समाहार बा सेट को वृत्त कहुए। तो ये आम लिखा वृत्त क्या कहुए। वृत्त वृत्त क्या कहुए। वृत्त सर्कल CI तो हम लिखा गोटे समतल अवस्थित एक दत्त बिंदु ठारू समान दूरतार अवस्थित उक्त समतल बिंदु गुड़िकर सेट को वृत्त कहुए। सेट को वृत्त कहुए। ये बर्तमान देख उक्त दत्तबिंदु को वृत्तर केंद्र कहुए। वृत्तर केंद्र कहुए। तो एठारे केंद्र बिंदु यार केंद्र बिंदु ओ केंद्र बिंदु ओ हम देखा यहाँ वृत्त कागज जानले गोटे समतल अवस्थित एक दत्त बिंदु ठारू समान दूरतार अवस्थित बिंदु मानकर समाहार बा सेट को वृत्त कहुए। और यही दत्त बिंदु आम कौन कह वृत्तर केंद्र बिंदु। तो बर्तमान आम पढ़ा व्यासार्ध। बर्तमान पढ़ा व्यासार्ध कौन व्यासार्ध क्या कहुए। देख वृत्तर केंद्र बिंदु वृत्त उपरिस्थ वृत्त उपरे उपरिस्थ अर्थ वृत्त उपरे वृत्त उपरिस्थ एक बिंदु और केंद्र यहाँ केंद्र ओ यहाँ उपरिस्थ नाम देदेली ए केंद्र ओ को जग कर रेखाखंड को वृत्तर व्यासार्ध कहुए। वृत्तर केंद्र बिंदु और वृत्त उपरिस्थ एक बिंदु जग कर संजोग कर रेखाखंड को वृत्तर व्यासार्ध कहुए। तो यही जेहेतु असंख्य वृत्त उपरिस्थ अच्छी केंद्र बिंदु गोटे तो व्यासार्ध मध्य कौन हम असंख्य हम व्यासार्ध केते असंख्य कहीं
ନା ବୃତ୍ତ ଉପରେ ଅସଂଖ୍ୟ ବିନ୍ଦୁ ଅଛି, ଦତ୍ତ ବିନ୍ଦୁ ଗୋଟେ ହେଲା ତ ସବୁଥିରେ ଯଦି ଆମେ କ'ଣ କରିବା ଅସଂଖ୍ୟ ଆସିବା। ତାପରେ ଆମେ ଦେଖିବା ବୃତ୍ତର ବ୍ୟାସାର୍ଦ୍ଧ, ଏଇଟା ସମାନ ତ ଏଇଟା 3 ସେମି ନେଲି, ଏଠି ବି 3 ସେମି, ଏଠି ବି 3 ସେମି। ତ ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ ଗୁଡ଼ିକର ଦୈର୍ଘ୍ୟ ସମାନ, ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ ଗୁଡ଼ିକର ଦୈର୍ଘ୍ୟ ସମାନ। ତ ଏଇଠି ଆମେ ଲେଖିବା ବ୍ୟାସାର୍ଦ୍ଧ କାହାକୁ ଅଛି, ବୃତ୍ତର କେନ୍ଦ୍ର ବିନ୍ଦୁ ଠାରୁ ବୃତ୍ତ ଉପରିସ୍ଥ ବିନ୍ଦୁ ଗୁଡ଼ିକର ସଂଯୋଜକ ରେଖାଖଣ୍ଡକୁ ବୃତ୍ତର ବ୍ୟାସାର୍ଦ୍ଧ କୁହାଯାଏ। ବୃତ୍ତର ବ୍ୟାସାର୍ଦ୍ଧ କୁହାଯାଏ। ତ ବୃତ୍ତର ବ୍ୟାସାର୍ଦ୍ଧ ଏକ ଧନାତ୍ମକ ବାସ୍ତବ ସଂଖ୍ୟା, ଏ ଋଣାତ୍ମକ ନୁହେଁ, ବାସ୍ତବ ସଂଖ୍ୟା ଓ ରେଖାଖଣ୍ଡ ବୃତ୍ତର ବ୍ୟାସାର୍ଦ୍ଧ ଏକ ଧନାତ୍ମକ ହେବ, କେବେ ଋଣାତ୍ମକ ହେବନି, ମାଇନସ୍ ହେବନି, ପ୍ଲସ୍ ହିଁ ସବୁବେଳେ ରହିବ। ଆଉ ଗୋଟେ ବି ଆମେ ଲେଖିବା ବୃତ୍ତର ବ୍ୟାସାର୍ଦ୍ଧ ଗୁଡ଼ିକର ଦୈର୍ଘ୍ୟ, ବୃତ୍ତର ବ୍ୟାସାର୍ଦ୍ଧ ଗୁଡ଼ିକର ଦୈର୍ଘ୍ୟ ସମାନ, ଦୈର୍ଘ୍ୟ ଗୁଡ଼ିକ ସମାନ। ତ ବର୍ତ୍ତମାନ ଦେଖିବା ବ୍ୟାସାର୍ଦ୍ଧ କଲା, ଏବେ ଆସିଲା ଜିଆ। ଜିଆ କାହାକୁ ଦେଖିବା ଜିଆ କାହାକୁ କୁହାଯାଏ, ଜିଆ ଦେଖ ବୃତ୍ତର ଦୁଇଟି ପୃଥକ ବିନ୍ଦୁର ବୃତ୍ତ ଉପରେ ଅବସ୍ଥିତ ଦୁଇଟି ପୃଥକ ବିନ୍ଦୁର ସଂଯୋଜକ ରେଖାଖଣ୍ଡକୁ ଜିଆ କୁହାଯାଏ। କ'ଣ କହିଲେ, ଦୁଇଟି ରହିଲା, ନା ଦେଇଦେବା ଆମେ ସି ଆଉ ଡି, ଦୁଇଟି ପୃଥକ ବିନ୍ଦୁର ଯେଉଁ ସଂଯୋଜକ ରେଖାଖଣ୍ଡକୁ ଜିଆ କୁହାଯାଏ। କ'ଣ ଲେଖିବା ଏଠି, ନା ବୃତ୍ତ ଲେଖିବା ଆମେ ବୃତ୍ତ ଉପରିସ୍ଥ ଦୁଇଟି ପୃଥକ ବିନ୍ଦୁର ସଂଯୋଜକ ରେଖାଖଣ୍ଡକୁ ଜିଆ କୁହାଯାଏ। ବର୍ତ୍ତମାନ ଚିତ୍ର ଦେଖିବା, ସି ଡି ଏକ ଜିଆ, ଓଟି ବ୍ୟାସାର୍ଦ୍ଧ ଓ ଏ ବ୍ୟାସାର୍ଦ୍ଧ। ସି ଡି ଜିଆ କାହିଁକି, ନା ବୃତ୍ତର ଦୁଇଟି ପୃଥକ ବିନ୍ଦୁ ସଂଯୋଗ କରୁଥିବା ରେଖାଖଣ୍ଡକୁ ଜିଆ କୁହାଯାଏ। ତେଣୁ ସି ଡି ବର୍ତ୍ତମାନ କ'ଣ ହେଲା, ଜିଆ। ସେଭଳି ବୃତ୍ତର କେନ୍ଦ୍ର ଆଉ ବୃତ୍ତ ଉପରିସ୍ଥକ ବିନ୍ଦୁ ସଂଯୋଗ କରୁଥିବା ରେଖାଖଣ୍ଡ ଆମେ କ'ଣ କଲେ, ନା ବ୍ୟାସାର୍ଦ୍ଧ ଗଲେ, କ'ଣ କଲେ, ବ୍ୟାସାର୍ଦ୍ଧ। ବର୍ତ୍ତମାନ ଆମେ ଦେଖିବା ବ୍ୟାସ। ଏସ୍ଟିକୁ ଆମେ ଜିଆ କହିବା, କାହିଁକି ଜିଆ କହିବା, ନା ଗୋଟିଏ ବୃତ୍ତର ଦୁଇଟି ପୃଥକ ବିନ୍ଦୁର ସଂଯୋଜକ
ରେଖାଖଣ୍ଡ ହୋଇଥିବାରୁ ଏସ୍ ଟି ଏକ ଜିଆ। କିନ୍ତୁ ଏଇ ଏସ୍ ଟି ଜିଆ ଉପରେ ବୃତ୍ତର କେନ୍ଦ୍ର ଅବସ୍ଥିତ ହୋଇଥିବାରୁ ଏହାକୁ ଆମେ ବ୍ୟାସ ବୋଲି କହିବା। କ'ଣ କହିବା? ବ୍ୟାସ କୁହାଯାଏ। ତ ଏଇଠି ଆମେ ଲେଖିପାରିବା ବୃତ୍ତର ଜିଆରେ କେନ୍ଦ୍ରବିନ୍ଦୁ ଅବସ୍ଥିତ ହେଲେ ତାହାକୁ ବ୍ୟାସ କୁହାଯାଏ। ବ୍ୟାସ କୁହାଯାଏ। ତ ବର୍ତ୍ତମାନ ଦେଖ ଚିତ୍ରରେ ଏସ୍ ଟି, ତ ଏସ୍ ଟି ଇକ୍ୱାଲ୍ କ'ଣ ହେବ? ଏସ୍ଓ ପ୍ଲସ୍ O2, ଏସ୍ଓ ପ୍ଲସ୍ O2। ତ ଏସ୍ଓ ପ୍ଲସ୍ ଏସ୍ଓ କାହିଁ ନା ଏସ୍ଓଟା O2 ସହିତ ସମାନ। କାହିଁ? ଗୋଟିଏ ବୃତ୍ତର ଏକା ବୃତ୍ତର ବ୍ୟାସାର୍ଦ୍ଧ ଦୁଇଟି। ଏଇଟା ଯଦି 3 ସେମ୍ ହେଲା ଏଇଟା ବି 3 ସେମ୍ ହେବ। ଏଇଟା ବୃତ୍ତ ହେବ, କେନ୍ଦ୍ରବିନ୍ଦୁ ହେଲା, ମଧ୍ୟବିନ୍ଦୁ ହେଇଗଲା। ତ ଏସ୍ଓ ଇକ୍ୱାଲ୍ OT। ତ ଏଇଠି କେତେ ଆସିଲା? ଏସ୍ ଟି ଇକ୍ୱାଲ୍ 2 ଇଣ୍ଟୁ ଏସ୍ଓ। ତ ବ୍ୟାସ ଇକ୍ୱାଲ୍ 2 ଇଣ୍ଟୁ ବ୍ୟାସାର୍ଦ୍ଧ। ଅର୍ଥ ଏଇଠି ଆମେ କ'ଣ ଜାଣିଲା ନା ଗୋଟିଏ ବୃତ୍ତର ବ୍ୟାସ ବ୍ୟାସାର୍ଦ୍ଧର 2 ଗୁଣ ସହିତ ସମାନ। ଆଉ ଗୋଟେ ମନେ ରଖୁଥିଲେ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ବୃତ୍ତ ଦୀର୍ଘତମ ଜିଆକୁ ବ୍ୟାସ କୁହାଯାଏ। ବୃତ୍ତର ଦୀର୍ଘତମ ଜିଆକୁ ବ୍ୟାସ କୁହାଯାଏ। ବର୍ତ୍ତମାନ ଆମେ ଦେଖିବା ବୃତ୍ତ ଆମେ କ'ଣ କହିବା? ବ୍ୟାସାର୍ଦ୍ଧ ଏସ୍ ଟି ଏଇଟାକୁ ଏଇଟା ବ୍ୟାସ କହିବା, ଏଇଟାକୁ ସିଟିକୁ ଜିଆ କୁହାଯାଏ। ତ ବର୍ତ୍ତମାନ ଆମେ ପଢ଼ିବା ବୃତ୍ତର ଅନ୍ତର୍ଦେଶ। କ'ଣ ପଢ଼ିବା? ବୃତ୍ତର ଅନ୍ତର୍ଦେଶରେ ପଡ଼ିବ। ଅନ୍ତର୍ଦେଶ କାହାକୁ କୁହାଯାଏ? ଦେଖ ନା ଯେଉଁ ବିନ୍ଦୁ ଗୁଡ଼ିକ ଏଠି ମନରେ ମୁଁ ଗୋଟେ ନେଲି ଏକ୍ସ, ଏଇ ବିନ୍ଦୁ ଆଉ ଏଇଟା ହେଉଛି କେନ୍ଦ୍ର ଓ, ସଂଯୋଗ ରେଖାଖଣ୍ଡର ଦୈର୍ଘ୍ୟଟା ଓ ଏ ବୃତ୍ତର ବ୍ୟାସାର୍ଦ୍ଧ ଠାରୁ କ୍ଷୁଦ୍ରତର ହୁଏ। କ'ଣ ହେବ? କ୍ଷୁଦ୍ରତର। ଏବେ ଦେଖ ଓ ଏକ୍ସ ଦୈର୍ଘ୍ୟଟା ଓ ଏ ଠାରୁ କ'ଣ ହେଲା? ଓ ଏ ଠାରୁ କ୍ଷୁଦ୍ରତର ହେଲା। ତାହେଲେ ଏଇଭଳି ବିନ୍ଦୁ ଗୁଡ଼ିକର ସମାହାରକୁ ଆମେ କ'ଣ କହିବା? ଅନ୍ତର୍ଦେଶ ବୋଲି କହିବା। କ'ଣ କହିବା? ଅନ୍ତର୍ଦେଶ। ଯଦି ଏଇଟା ଆମେ ଆଉ ଗୋଟେ ବିନ୍ଦୁ ନେବା, ତା ନାଁ ଦେବା ୱାଇ, ତାହେଲେ ବି ଓ ୱାଇ ମଧ୍ୟ କ'ଣ ହେବ? ଓ ଏ ଠାରୁ କ୍ଷୁଦ୍ରତର। ତ ୱାଇ ଏକ୍ସ ଏଇଭଳି ଯଦି ବୃତ୍ତର ବ୍ୟାସାର୍ଦ୍ଧ ଠାରୁ କ୍ଷୁଦ୍ରତର ହେଲା ତାହେଲେ ଏଇ ବିନ୍ଦୁ ଗୁଡ଼ିକର ସମାହାରକୁ ଅନ୍ତର୍ଦେଶ କହିବା। ଆଉ ଏଇ ବିନ୍ଦୁ ଗୁଡ଼ିକୁ ଏକ୍ସ ୱାଇ ଏଇ ବିନ୍ଦୁ ଗୁଡ଼ିକୁ ଆମେ ବୃତ୍ତର ଅନ୍ତବିନ୍ଦୁ ବୋଲି କହିବା। ଏଇଟା ହେଲା ଅନ୍ତର୍ଦେଶ। ବହିଦେଶ ଏଇଠି ଗୋଟେ ବିନ୍ଦୁ ନେଲେ ଆମେ ପି ଓ ପି ହେଲା। ଓପିର ଦୈର୍ଘ୍ୟ ଓ ଏ ଠାରୁ ଓପିର ଦୈର୍ଘ୍ୟ କ'ଣ ହେଉଛି? ଓ ଏନ୍ ହେଲେ ଏଇଟା ଓ ପି। ଓପିର ଦୈର୍ଘ୍ୟ ଓ ଏ ଠାରୁ କ'ଣ ହେଲା? ବୃହତ୍ତର ହେଲା। ତେଣୁ ପି ବିନ୍ଦୁଟି ବୃତ୍ତ ଉପରିସ୍ଥ ହେବନି। ଯଦି ଉପରିସ୍ଥ ହୋଇଥାନ୍ତା ତାହେଲେ ଏହାର ଓ ଏ ସହିତ ସମାନ ହୋଇଥାନ୍ତା, ତ ସମାନ ହେଉନି। କି ସାନ ହେଇଥିଲେ ଅନ୍ତଃସ୍ଥ ହୋଇଥାଏ, ସାନ ବି ହେଲାନି, କ୍ଷୁଦ୍ରତର ହେଲାନି, ତ କ'ଣ ହେଲା? ବୃହତ୍ତର ହେଲା। ତ ପି ଓ ପିକୁ ଆମେ କ'ଣ କହିବା? ବୃତ୍ତର ବହିସ୍ଥ ବିନ୍ଦୁ ବୋଲି କହିବା। କାହିଁକି ନା ବୃତ୍ତର ବ୍ୟାସାର୍ଦ୍ଧ ଠାରୁ ଯଦି ଗୋଟେ ବିନ୍ଦୁ ଆଉ କେନ୍ଦ୍ର ଦୂରତା ବୃତ୍ତର ବ୍ୟାସାର୍ଦ୍ଧ ଠାରୁ ଯଦି ବୃହତ୍ତର ହୁଏ ତାହେଲେ ବୃତ୍ତର ସେଇଟାକୁ ଆମେ କ'ଣ କହିବା? ବହିସ୍ଥ ବିନ୍ଦୁ ବୋଲି କହିବା। ଠିକ୍ ସେଇଭଳି ଯଦି ଆମେ ଏଇଠି ଆଉ ଗୋଟେ ବିନ୍ଦୁ ନେବା, କି ନେଲେ ତାହେଲେ ବି ଅକ୍ଷର ଦୂରତାଟା କ'ଣ ହେବ? ଓ ଏଠାରୁ କ୍ଷୁଦ୍ରତର ହେଲା, ଏ କହିଲେ ବୃହତ୍ତର ହେଲା। ତାହେଲେ ବି ଏ କ୍ୟୁ ଆଉ ପି ଯେହେତୁ ବୃତ୍ତର ବ୍ୟାସାର୍ଦ୍ଧ ଠାରୁ ବର୍ତ୍ତମାନ ପଢ଼ିବା ସର୍ବସମ ବୃତ୍ତ। ସର୍ବସମ ବୃତ୍ତ ଅର୍ଥ ଏକାଧିକ ବୃତ୍ତର
ବୃତ୍ତର ବ୍ୟାସାର୍ଦ୍ଧ ସମାନ ବ୍ୟାସାର୍ଦ୍ଧର ଦୈର୍ଘ୍ୟ ସମାନ ହେଲେ ବ୍ୟାସାର୍ଦ୍ଧ ଦୈର୍ଘ୍ୟ ସମାନ ହେଲେ ସେମାନଙ୍କୁ ସର୍ବସମ ବୃତ୍ତ କୁହାଯାଏ। ସର୍ବସମ ବୃତ୍ତ କୁହାଯାଏ। ସର୍ବସମ ବୃତ୍ତ ସର୍ବସମ ବୃତ୍ତ କାହା କୁହାଯାଏ? ସର୍ବସମ ବୃତ୍ତ କାହାକୁ? ଦୁଇଟି ବୃତ୍ତ, ଏଇଠି ଦେଖ, ଏଇଟା S1 ବୃତ୍ତ, S2 ବୃତ୍ତ, କିନ୍ତୁ ଏଇ ବୃତ୍ତର ବ୍ୟାସାର୍ଦ୍ଧ 3 ସେମି, ଏଇ ବୃତ୍ତର ବ୍ୟାସାର୍ଦ୍ଧ ବି 3 ସେମି। ଏଇଟା 3 ସେମି ହେବନି, କମ୍ ହେବ, ନେଇଯାଇଛି ମନେକର ଏଇଟା 3 ସେମି, ଏଇଟା ଯଦି 3 ସେମି ହେଲା, ତାହେଲେ ଏ ଦୁଇଟି ବୃତ୍ତର ବ୍ୟାସାର୍ଦ୍ଧ ଯେତେବେଳେ ସମାନ ହୁଏ, ତାହେଲେ ଆମେ ଏଇ ଦୁଇଟି ବୃତ୍ତକୁ ସର୍ବସମ ବୋଲି କହିବା। S1 ବୃତ୍ତ ଆଉ S2 ବୃତ୍ତକୁ ସର୍ବସମ ବୃତ୍ତ କୁହାଯାଏ। ଏକାଧିକ ବୃତ୍ତର ବ୍ୟାସାର୍ଦ୍ଧ ଦୈର୍ଘ୍ୟ ସମାନ ହେଲେ ସେମାନଙ୍କୁ ସର୍ବସମ ବୃତ୍ତ କୁହାଯାଏ। ଅର୍ଥ ଏକାଧିକ ହେଲା 1ରୁ ଅଧିକ ହୋଇଥିବ। ଯଦି ବ୍ୟାସାର୍ଦ୍ଧ ଗୁଡ଼ିକର ଦୈର୍ଘ୍ୟ ଯଦି ସମାନ ହୁଏ, ତାହେଲେ ଆମେ ସେ ଦୁଇଟି ବୃତ୍ତକୁ ସର୍ବସମ ବୃତ୍ତ ବୋଲି କହିବା। ସର୍ବସମଜ୍ୟା କାହା କହିବା? ଏଇଟା ଦେଖ, ଏଇଟା ମନରେ ଆମେ S1 ବୃତ୍ତ ନେଇଗଲେ, ଏଇଟା O1, ଏଇଟା ଏଇ ବୃତ୍ତଟା O2 ଆଉ S2 ବୃତ୍ତ। କେନ୍ଦ୍ର ହେଉଛି O2, ବୃତ୍ତ ନାଁ ହେଉଛି S2। ଏଇଟା ବି S1 ବୃତ୍ତ, କେନ୍ଦ୍ର ହେଉଛି O2। ଏଇଠି ମୁଁ ଯିଏ ଅଙ୍କନ କଲି A B, ଏଇଟା ଦୈର୍ଘ୍ୟ ଯଦି ଏଇଟା ନାଁ ଦେଇଦେବା C ଆଉ D, ABର ଦୈର୍ଘ୍ୟ CDର ଦୈର୍ଘ୍ୟ ଯଦି ସମାନ ହେଲା, ABର ଦୈର୍ଘ୍ୟ ସମାନ CD ରେଖାର ଦୈର୍ଘ୍ୟ ସମାନ ହୁଏ, ତାହେଲେ ଆମେ AB ଆଉ CDକୁ ସର୍ବସମଜ୍ୟା ବୋଲି କହିବା। କ'ଣ କହିବା? ସର୍ବସମଜ୍ୟା। ବର୍ତ୍ତମାନ ଗୋଟିଏ ବୃତ୍ତରେ ବା ଏକାଧିକ ବୃତ୍ତରେ ଯେଉଁ ଜ୍ୟାମାନଙ୍କ ଦୈର୍ଘ୍ୟ ସମାନ ସେମାନଙ୍କୁ ସର୍ବସମଜ୍ୟା କୁହାଯାଏ। ଦୈର୍ଘ୍ୟ ସମାନ, ଏଇଟାର ଦୈର୍ଘ୍ୟ ଏଇଟା ସହିତ ସମାନ। ଏଇଟା ଯଦି ମନେକର 4 ସେମି ହେଲା, ଏଇଟା ବି 4 ସେମି, ତାହେଲେ AB ଜ୍ୟା ଆଉ CD ଜ୍ୟାକୁ ଆମେ ସର୍ବସମଜ୍ୟା କହିବା। ଏଇଟା ହେଉଛି ଗୋଟେ ବୃତ୍ତ ହେଲା। ଯଦି ଏଇଟା ଗୋଟେ ନେବା ଆମେ S2 ବୃତ୍ତରେ, ଏଇଟା P ଆଉ Q, ଏଇଟା ବି ଯଦି 4 ସେମି ହେଲା, ଏଇଟା 4 ସେମି ଆଉ AB ବି କେତେ? 4 ସେମି। ତ ଆମେ ଏଇଠି କ'ଣ କହିପାରିବା ନା PQ ଜ୍ୟା ସର୍ବସମ AB ଜ୍ୟା। କିନ୍ତୁ ଦେଖ, ଦୁଇଟି ବୃତ୍ତ ଅଲଗା, ତଥାପି ଏ ଦୁଇଟାକୁ ଆମେ ସର୍ବସମଜ୍ୟା କହିବା। କାହିଁକି ନା ABର ଦୈର୍ଘ୍ୟ PQର ଦୈର୍ଘ୍ୟ ସହ ସମାନ।